ହଳଦୀପଦା ଅଞ୍ଚଳର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବ୍ରହ୍ମାନନ୍ଦ ମଲ୍ଲିକଙ୍କ ଏକାଦଶ ଗୋବିନ୍ଦାସ୍ଥିତ ତାଙ୍କର ବାସଭବନରେ ଭାବଗମ୍ଭୀର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲେଶ୍ୱର ପୂର୍ବତନ ସାଂସଦ ଇଞ୍ଜିନିୟର ରବୀନ୍ଦ୍ର କୁମାର ଜେନା ଯୋଗ ଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ସହ ସ୍ୱର୍ଗତ ମଲ୍ଲିକଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ମଲ୍ଲିକ ବଞ୍ଚିଥିବା ସମୟରେ କିଭଳି ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ ଉପସ୍ଥିତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସ୍ୱର୍ଗତ ମଲ୍ଲିକଙ୍କ ଭାଇ ତଥା ବିଜେଡି ନେତା ରୋଟାରିଆନ୍ ଗୌରହରି ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷ ସୁନିତା ବେହେରା, ଭୋଗରାଇ ବ୍ଲକ ଅଧ୍ୟକ୍ଷ ପ୍ରବୀର ଗିରି, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଜୟରାମ ଦାସ, କାଉନସିଲର ସଞ୍ଜୀବ ଦାସ, ବରଦା ପ୍ରସନ୍ନ ପଟ୍ଟନାୟକ, ସମାଜସେବୀ ସାଇରୁଲ ହକ, शुभेन्दु दास मंगराज, विक्रम पंडा, मानस दास पट्टनायक, रंजन साहू, विकास पाढ़ी, महादेव दास, पिंटू पाणिग्राही, असित दास, श्रीमान श्रीचंदन, रोटारियन अविनाश पाणिग्राही, सत्यम कुमार मिश्र, देवाशीष मिश्र, तापस प्रधान, सपन कुमार बेहेरा, सुब्रत रथ, सपन खिलार, तन्मय महांती, तापस पाणिग्राही, निशित बारिकों समेत बहु विशिष्ट व्यक्ति, राजनेता, सांबादिक, शिक्षाविद प्रमुख उपस्थित होई तांको फोटोचित्र रे पुष्पमाल्यार्पण करथिले। स्वर्गत मल्लिकଙ୍କ पुत्र जितेन्द्र मल्लिक, भाई बाईधर मल्लिक, पूर्णचंद्र मल्लिक, ज्वाई अमरजीत महापात्र, निरंजन महांती प्रमुख उपस्थित रही समस्त कार्यक्रम में सक्रिय सहयोग करथिले।